ओं गुरुदेवाय नमः। ओं गुरुदेवाय नमः। ओं गुरुदेवाय नमः नमः। ओं नमो भगवते जदुनंदनाय सुकान्तितनय चरमनाथाय नमो नमः। ओं नमो भगवते जदुनंदनाय सुकान्तितनय चरमनाथाय नमो नमः। ओं नमो भगवते जदुनंदनाय सुकान्तितनय चरमनाथाय नमो नमः। आज रही पवित्र महाजागतिक सतसंग अवसर रे सर्वप्रथमे मु सही चरमनाथ चरम पाणी चरमधर चरम पाद चरम पुरुष चरमधारी छंदा श्रीपद चरण रे शतकोटी बार साष्टांग प्रणाम निवेदन करुछि। तत्परे सतसंग रे उपस्थित थिबा समस्त सदात्मा दिव्यात्मा ब्रह्म जिज्ञासु गुरु भ्राता गुरु भग्नी मानव मोर गुरुस्वामी प्रणाम। विशाल विश्वस्य निदान बीजं वरं वरेण्यं विधि विष्णु सर्वे। विशाल विश्वस्य निदान बीजं वरं वरेण्यं विधि विष्णु सर्वे। वसुंधरा सहस्रार सार एक ब्रह्मरंग रतजा पुराधार कनधार। चरम पंचम पुष्प तृतीय पाखुड़ा द्वाविंशतम संख्या। माया मोहे पड़ी अज्ञान रे जड़ी हजाई देलेनी सबू। हे कल्याणमय कर मते थय उद्धार कर ए भबू। चरम रे धन रे मोर मो कोलरू गला बेले मते कथा देइथिलु जेते बाधा विघ्न आसिले भी मोरी आड़को नजर देई सबू सही नेबू ओ धर्मपक्षी साजी मोर काम बाहि नेबू। किंतु आज तू केउ अवस्था रे पहुंचिलु। आलस्य अविश्वास भाव चहला पथ आदि कंटकित क्रिया बा कर्मर शिकार होई तनुमन क्षीण करदेलु अवश होई गलु। भितरे अनास्था भाव को गोटा करदे निष्क्रिय होई गलु। आज जाए जेउ मत जेउ पथ जेउ आचरण देली कोनोसीटी को अभ्यास कलु नाही। जहा तो कलु एबे अजथा अनुताप करी निजर अधिक क्षति करूछु काहिंकी। धनटा परा चिंता करना
ମୁଁ ତୋର ପାଖେ ପାଖେ ଛାଇ ପରି ଅଛି, ମନଉଣା କାହିଁକି କରୁଛୁ? ଆଜି ସିନା ଚାଲିଗଲା, ହେଲେ କାଲି ତ ଅଛି। ମୁଁ ତୋତେ ବତେଇ ଦେଇଥିବା କ୍ରିୟା କର୍ମ ଆଚରଣକୁ ଅଭ୍ୟାସ କରିବାକୁ ଆଜି ପୁଣି ଥରେ ସଂକଳ୍ପ କର। ସଙ୍ଗେ ସଙ୍ଗେ ଆରମ୍ଭ କର, ଦେଖିବୁ ସବୁ ଧୀରେ ଧୀରେ ମନେ ପଡ଼ିଯିବ। ତୁ ତୋର ସ୍ଥିତି ଫେରି ପାଇବୁ। ବାବୁରେ, କାଳଚକ୍ରର ଶାଣିତ ଧାରରେ କାହାରି ନିସ୍ତାର ନାହିଁ। କ୍ଷଣିକ ଉତ୍ତେଜନାର ବଶବର୍ତ୍ତୀ ହୋଇ ମାନବ ଯେଉଁ କର୍ମ କରି ପକାଏ, ତାର ଫଳାଫଳ ଭୋଗ ଯେ କେତେ ଭୟଙ୍କର ତାହା ସେ ବୁଝିପାରେ ନାହିଁ, ଜାଣିପାରେ ନାହିଁ। ତେଣୁ ଏଥରକ କେତୋଟି ମୁଖ୍ୟ କୁକର୍ମ ଓ ତାହାର ଫଳାଫଳ କହୁଛି, ମନ ଦେଇ ଶୁଣ। ଶୁଣି ସାରି ସେଗୁଡ଼ିକୁ ଯତ୍ନରେ ମାନସ ପଟରେ ସାଇତି ରଖିବୁ। ସତର୍କ ହେବୁ। ଘରେ ଘରେ ଦ୍ୱାରେ ଦ୍ୱାରେ ବୁଲି ତୋର ପ୍ରିୟ ଭାଇ ଭଉଣୀ, ମା ମାଉସୀ, ବନ୍ଧୁ ପରିଜନ ମାନଙ୍କୁ ବୁଝାଇ ଦେବୁ, ସାବଧାନ କରିଦେବୁ। ଯାହାର ଶ୍ରଦ୍ଧା ଓ ବିଶ୍ୱାସ ହେଲା ସେ ଗ୍ରହଣ କରିବ, ଯାହାର ଇଚ୍ଛା ନ ହେଲା ସେ ହୟଜ୍ଞାନ କରିବ। କିନ୍ତୁ ଭବିଷ୍ୟତରେ ତୁ ଭାଇ ହିସାବରେ ସତର୍କ କରିନାହୁଁ ବୋଲି କହି ତୋତେ କେହି ଦୋଷ ଦେଇପାରିବେ ନାହିଁ। ଅସଂଖ୍ୟ ପାପ କର୍ମ ଭିତରେ ଚାରୋଟି ମୁଖ୍ୟ କର୍ମ ସ୍ଥାନ ନେଇଥାଏ, ଯେଉଁଗୁଡ଼ିକର କ୍ଷମା ନାହିଁ। ସେଗୁଡ଼ିକ ହେଲା ଗୋହତ୍ୟା, ବ୍ରହ୍ମହତ୍ୟା, ନାରୀ ବା କାମିନୀ ହତ୍ୟା ଓ କୃତଘ୍ନତା। ଜଣେ ଗୋହତ୍ୟା କଲେ ଯେତିକି ପାପ ଅର୍ଜନ କରେ, ନାରୀ ହତ୍ୟା କଲେ ତାର 2 ଗୁଣ ପାପ ଭାଗ ନିଏ। କାମିନୀ ହତ୍ୟାରେ ଯେତିକି ପାପ ଭାଗ ଆସେ, ବ୍ରହ୍ମହତ୍ୟାରେ ତାର 2 ଗୁଣ ପାପ ସୃଷ୍ଟି ହୁଏ। ବ୍ରହ୍ମହତ୍ୟାକାରୀର ପାପ ଭାଗ ଯେତେ ହୁଏ, କୃତଘ୍ନ ଲୋକର ବ୍ରହ୍ମହତ୍ୟା ପାପର 4 ଗୁଣ ପାପ ଭାର ହୁଏ। ଏଥରକ ପ୍ରତି ପର୍ଯ୍ୟାୟ ସମ୍ପର୍କରେ ସାମାନ୍ୟ ସୂଚନା ଦେଉଛି, ମନେ ରଖିବୁ। ଚରମରେ ବାଉଳା ମୋର, ତନ୍ମଧ୍ୟରୁ କୃତଘ୍ନ କର୍ମର ଫଳାଫଳ ତତେ ବୁଝାଇ କହୁଛି, ମନେ ରଖିବୁ ଓ ସେହି ସବୁ କର୍ମରୁ ନିଜକୁ ଦୂରେଇ ରଖିବୁ। ଯେଉଁ ଲୋକ ସତ୍ୟ କରି ଆପଣାର ସତ୍ୟ ରଖେ ନାହିଁ, ସେ କୃତଘ୍ନ ହୁଏ। ଅନେକ ପୁଣ୍ୟ କର୍ମ କରି ମଧ୍ୟ ଯେଉଁ ବ୍ୟକ୍ତି ସବୁବେଳେ ଅହଙ୍କାରରେ ଗର୍ଜିଲା ପରି କର୍କଶ ସ୍ୱରରେ ରୁକ୍ଷ ଭାଷା ପ୍ରୟୋଗ କରେ, ସେ କୃତଘ୍ନର ପରିଚୟ ବହନ କରେ। ସ୍ନାନ ସନ୍ଧ୍ୟା ତର୍ପଣ ଇଷ୍ଟ ପୂଜା ଯିଏ ନ କରେ, ସେ କୃତଘ୍ନ ଅଟେ। ଏକାଦଶୀ, କୃଷ୍ଣ ଜନ୍ମାଷ୍ଟମୀ, ନିଜର ଇଷ୍ଟ ଦେବ ବା ଦେବୀଙ୍କର ପର୍ବଦିନ, ଶିବରାତ୍ରି, ରାମନବମୀ ଆଦି ପର୍ବଦିନ, ପିତୃଦେବଙ୍କ ପର୍ବଦିନ ମାନଙ୍କରେ ଯିଏ ଆହାର କରେ, ନିଜକୁ ପବିତ୍ର ନ ରଖେ, ନାରୀ ସହ କାମ ଭୋଗରେ ମାତିଥାଏ, ସେ ମହାକୃତଘ୍ନ ନାମରେ ପରିଚିତ ହୁଏ। ଏହିପରି ଆହୁରି ଅନେକ କୁକର୍ମ ଅଛି, ଯେଉଁଗୁଡ଼ିକ ମନୁଷ୍ୟକୁ ଜ୍ୱାଳାମୁଖୀ ଧ୍ୱଂସର କବର ନିକଟକୁ ଟାଣି ନିଏ। ଏଥରକ କୃତଘ୍ନ କେଉଁ କର୍ମ ପାଇଁ କି ଫଳ ଭୋଗ କରେ, ଗୋଟି ଗୋଟି କରି ବୁଝାଇ ଦେଉଛି, ମନ ଦେଇ ଶୁଣ। ଯେଉଁ ବ୍ୟକ୍ତି ଶପଥ ଭଙ୍ଗ କରି କୃତଘ୍ନ ହୋଇଥାଏ, ସେ କାଳସୂତ୍ରରେ କ୍ରମାଗତ 4 ଯୁଗ ରହେ, ତାପରେ 7 ଜନ୍ମ କାକ ଜନ୍ମ ପାଏ। ଏହି 7 ଜନ୍ମ ପରେ 7 ଥର ପେଚକ ଜନ୍ମ ପାଏ। ପେଚକ ପରେ କ୍ରମାନ୍ୱୟରେ 7 ଥର ମନୁଷ୍ୟ ଜନ୍ମ ହୋଇ ସମାଜରେ ଅବହେଳିତ ଘୃଣିତ ଭାବରେ ଅତି ଦରିଦ୍ର ହୋଇ ଜୀବନ ବିତାଇବାକୁ ବାଧ୍ୟ ହୁଏ। ଏହାପରେ ତାର ପାପ କ୍ଷୟ ହୁଏ। ପୁଣ୍ୟ କର୍ମ କରି ଯେଉଁ ଲୋକ ଅହଙ୍କାରରେ ସର୍ବଦା କଟୁ କଥା କର୍କଶ ଭାଷା ପ୍ରୟୋଗ କରି ଅନ୍ୟର ମନରେ ଆଘାତ ଦେଇ କୃତଘ୍ନ ହୁଏ, ସେ ସପ୍ତକୁର୍ମୀ ନାମକ ନର୍କରେ 3 ଯୁଗ ରୁହେ। ସେଠାରେ ନାନା ପ୍ରକାର କଷ୍ଟ ଯନ୍ତ୍ରଣା ଭୋଗ କରି ସାରିବା ପରେ 7 ଥର ମଣ୍ଡୁକ ବା ବେଙ୍ଗ ଜନ୍ମ ପାଏ। ଏହାପରେ 7 ଜନ୍ମ କର୍କଟ ବା କଙ୍କଡ଼ା ଜନ୍ମ ପାଇଲା ପରେ ମନୁଷ୍ୟ ଜନ୍ମ ପାଇ ଅତି ନିନ୍ଦିତ ବ୍ୟକ୍ତି ଭାବରେ ଜୀବନ ବିତାଇବା ପରେ ମୁକ୍ତ ହୁଏ। ଯେଉଁ ବ୍ୟକ୍ତି ନିଜର ଧର୍ମ ପାଳନ ନ କରି ସନ୍ଧ୍ୟା ତର୍ପଣ ଇଷ୍ଟ ପୂଜା ଆଦି ନ କରି ଗର୍ବ ଅହଙ୍କାରରେ ସମୟ ଅତିବାହିତ କରିଥାଏ, ଗୁରୁ ବାକ୍ୟକୁ ଅବହେଳା କରି ଗୁରୁ ପ୍ରଦତ୍ତ ଧର୍ମଧାରାକୁ ତ୍ୟାଗ କରିଥାଏ, ଗୁରୁ ଗୁରୁଜନମାନଙ୍କୁ କଟୁ କଥା କହି ଅସମ୍ମାନ କରିଥାଏ, ପୂର୍ବରୁ କହିଥିବା ପବିତ୍ର ତିଥି ଓ ପର୍ବଦିନ ମାନଙ୍କରେ ବିଧି ପାଳନ କରିନଥାଏ, ସେ କୃତଘ୍ନ ବ୍ୟକ୍ତି ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ କୁମ୍ଭୀପାକ ନର୍କ ଭୋଗ କରି ମହା ଦୁଃଖରେ ସମୟ ଅତିବାହିତ କରେ। ତାପରେ 7 ଜନ୍ମ ଅତ୍ୟନ୍ତ ନୀଚ ସ୍ତରରେ ଜନ୍ମ ନେଇ କଳଙ୍କିତ କର୍ମରେ ନିୟୋଜିତ ହୁଏ। ଏହାପରେ 100 ଜନ୍ମ ପର୍ଯ୍ୟନ୍ତ ଶାଗୁଣା ଓ ଘୁଷୁରୀ ଜନ୍ମ ନିଏ।
ତାପରେ ବ୍ରାହ୍ମଣ ଘରେ ଜନ୍ମ ହୋଇ ନିଜର କୌଳିକ ପ୍ରଥା ତ୍ୟାଗ କରି ବ୍ରହ୍ମ ଅଭିଶାପରେ ଅଭିଶପ୍ତ ହୁଏ। ସ୍ତ୍ରୀ ହରଣ କରି ବାରମ୍ବାର କେବଳ ପାପ ହିଁ ଅର୍ଜନ କରି ଚାଲେ ଏବଂ ନର୍କରେ ପଡୁଥାଏ। ତାପରେ 5 ଗୋଟି ଜନ୍ମ ଗଧ ଓ ବିରାଡ଼ି ଯୋନିରେ ଜନ୍ମ ନିଏ। ତାପରେ ଯାଇ ସେ ଶୁଦ୍ଧ ହୁଏ। ନିଜେ ବା ଅନ୍ୟ ସାହାଯ୍ୟରେ ଯିଏ ବୃଷଭକୁ ପ୍ରହାର କରେ, ଭାର ବୁହାଏ, ବଳଦ ପୃଷ୍ଠରେ ଖରାରେ ଭାର ବୁହାଇ କୃତଘ୍ନ ହୋଇଥାଏ, ତା ହସ୍ତରେ ଅନ୍ନ ଜଳ ବିଷ୍ଠା ଓ ମୂତ୍ର ସମ ହୋଇଥାଏ। ପିତୃଦେବ ଅର୍ଚ୍ଚନାରେ ତାର ଅଧିକାର ରହେ ନାହିଁ। ଚନ୍ଦ୍ର ସୂର୍ଯ୍ୟ ଥିବା ଯାଏ ସେ ମନୁଷ୍ୟ ନାନା ନର୍କ ଭୋଗ କରି ଅତି ଦୁଃଖରେ ସମୟ କଟାଏ। ସେହି ନର୍କ ଭୋଗ ସମୟରେ ବିଷ୍ଠା ମୂତ୍ର ପାନ ଭୋଜନ କରିବାକୁ ବାଧ୍ୟ ହୁଏ। ଏହାପରେ 60 ସହସ୍ର ବର୍ଷ ପର୍ଯ୍ୟନ୍ତ କୃମି ହୋଇ ବିଷ୍ଠାରେ ରହେ। କାକ ବଗ ହୋଇ 5 ଜନ୍ମ କଟାଏ। ତାପରେ 7 ଜନ୍ମ ଶାଗୁଣା ଓ ଶୃଗାଳ ହୋଇ ଶେଷରେ ଅତି ଦରିଦ୍ର ଘରେ ମନୁଷ୍ୟ ଜନ୍ମ ପାଇ କୁକର୍ମ ବା କୃତଘ୍ନ ଫଳ ଭୋଗ ଶେଷ କରେ। ବ୍ରାହ୍ମଣ ହୋଇ ଯିଏ ନାରୀ ରମଣ କରେ, ସେ 100 ଯୁଗ ପର୍ଯ୍ୟନ୍ତ କୃମିଦ୍ରଷ୍ଟ ନର୍କରେ ପଡେ। ଯମଦୂତମାନେ ତାକୁ ନେଇ ତପ୍ତ ଲୌହପିଣ୍ଡରେ ଲଗାଇ ଅତିଶୟ ଯନ୍ତ୍ରଣା ଦିଅନ୍ତି। ଏହାପରେ ବେଶ୍ୟା ଘରେ 12 ଜନ୍ମ ନେଉଥାଏ। ଏହିପରି 1000 ଜନ୍ମ ପରେ ଦରିଦ୍ର ପରିବାରରେ ଜନ୍ମ ନେଇ ଅତି ଦୁଃଖରେ ଜନ୍ମ ବିତାଇବା ପରେ ଶୁଦ୍ଧ ହୁଏ। ନିଜର ଦାନ ହେଉ ବା ଅନ୍ୟର ଦାନରେ ହେଉ, ବ୍ରାହ୍ମଣର ପାଇଥିବା ବୃତ୍ତିକୁ ଯେ ଉଚ୍ଛେଦ କରି କୃତଘ୍ନ ହୋଇଥାଏ, ତାର ଦୁଃଖ ଅସରନ୍ତି ହୋଇଥାଏ। ବୃତ୍ତି ହରାଇଥିବା ଦ୍ୱିଜର ଅଶ୍ରୁପାତରେ ତାହାର ଯେତେ ରେଣୁ ଆର୍ଦ୍ର ହୋଇଥାଏ, ସେତେ ସହସ୍ର ବର୍ଷ ସେ ବ୍ୟକ୍ତି ଶୂଳବିଦ୍ଧ ହୋଇ ରହେ। ଉତ୍ତପ୍ତ ଅଙ୍ଗାର ଖାଇ ଓ ମୂତ୍ରପାନ କରି ଯମଦୂତମାନଙ୍କର ବେତ୍ର ପ୍ରହାର ସହ୍ୟ କରୁଥାଏ। ତାହା ଅନ୍ତେ ମଳକୁଣ୍ଡରେ 60 ସହସ୍ର ଦେବ ବର୍ଷ ଯାଏ କୃମି ଜନ୍ମ ପାଏ। ଏହାପରେ ମନୁଷ୍ୟ ଜନ୍ମ ପାଇ ଭୂମିହୀନ, ପୂଜାହୀନ, ଦରିଦ୍ର, କୃପଣ, ଆଜମ୍ନ ରୋଗୀ ହୋଇ କର୍ମଫଳ ଭୋଗ ଶେଷ କରେ। ଯେଉଁ ଲୋକ ପରର ବା ନିଜର କୀର୍ତ୍ତି ନଷ୍ଟ କରି କୃତଘ୍ନର କଳଙ୍କ ନେଇଥାଏ, ସେ 14 ସହସ୍ର ବର୍ଷ ପର୍ଯ୍ୟନ୍ତ ଅନ୍ଧକୂପରେ ପଡ଼ିଥାଏ। ଯମଗଣମାନଙ୍କର ପ୍ରହାର ସାଙ୍ଗକୁ କୀଟଗଣମାନେ ଚାରିପଟରେ ବେଢ଼ି ତାର ଅଙ୍ଗକୁ ଖାଉଥାନ୍ତି। ଏହାପରେ 7 ଥର ସର୍ପ ଜନ୍ମ ପାଇଲା ପରେ 5 ଜନ୍ମ କାକଜୋନିରେ ରହେ। ଏହାପରେ ମନୁଷ୍ୟ ଜନ୍ମ ପାଇ ଅନେକ ରୋଗ ଯନ୍ତ୍ରଣା ଭୋଗ କରିବା ପରେ ପାପ ମୁକ୍ତ ହୁଏ। ଦେବ, ଦ୍ୱିଜ ଓ ଗୁରୁ ଦ୍ରବ୍ୟରେ ଯେ ଲୋଭାସକ୍ତ ହୁଏ, ହରଣ କରେ, ଗୁରୁ ଗୁରୁଜନ ବନ୍ଧୁ ତଥା ଅନ୍ୟମାନଙ୍କ ନିକଟରେ ଛଳନା ମିଥ୍ୟାର ଆଶ୍ରୟ ନେଇ ନିଜର ସ୍ୱାର୍ଥ ହାସଲ ପାଇଁ ଚେଷ୍ଟିତ ହୁଏ, ସର୍ବଦା ଅନ୍ୟର ନିନ୍ଦା କୁତ୍ସାରଟନା କରି ନିଜର ଶ୍ରେଷ୍ଠତ୍ୱ ପ୍ରତିପାଦନ କରିବା ପାଇଁ ଲାଳାୟିତ ହୋଇ କୃତଘ୍ନ ପାପର ଶିକାର ହୋଇଥାଏ, ସେ ମହାପାପୀ ନାମରେ ପରିଚିତ ହୁଏ। ଗୁରୁ ପିତାମାତାଙ୍କୁ ସବୁବେଳେ କଟୁ କଥା କହି ସେମାନଙ୍କ ମନରେ ବାର ବାର ଆଘାତ ଦେଉଥାଏ, ସେ ପ୍ରଧାନ କୃତଘ୍ନ ଭାବରେ ପରିଗଣିତ ହୁଏ। ଏମାନେ ଦେହାନ୍ତରେ ଅଗ୍ନିକୁଣ୍ଡରେ ପଡ଼ି ସୂର୍ଯ୍ୟଚନ୍ଦ୍ର ଥିବା ଯାଏ ଛଟପଟ ହେଉଥାନ୍ତି। ଏହାପରେ 7 ଜନ୍ମ ଜୋକ ହୋଇ ଜଳରେ ଜନ୍ମ ନିଅନ୍ତି। ଜୋକ ଜନ୍ମ ପରେ ଦରିଦ୍ର ପରିବାରରେ ମନୁଷ୍ୟ ଜନ୍ମ ନେଇ ମହାବ୍ୟାଧିରେ ଜୀବନ କଟାନ୍ତି। ଦୁଃଖ ଶୋକ ରୋଗରେ ପୂର୍ଣ୍ଣ 7 ଜନ୍ମ କଟାଇବା ପରେ ପାପ ମୁକ୍ତ ହୁଅନ୍ତି। କାମ କ୍ରୋଧ ଭୟରେ ବା ନିଜର ସ୍ୱାର୍ଥ ପାଇଁ ଯେ ମିଥ୍ୟା ସାକ୍ଷୀ ହୋଇଥାଏ, ସଭାରେ ପକ୍ଷ ନେଇ ବିଚାର କରେ ବା କରାଏ, ଯେଉଁମାନେ ନିଜର ଓ ଅନ୍ୟର ଧର୍ମକର୍ମ ନାଶର କାରଣ ହୋଇଥାନ୍ତି, ସ୍ୱାର୍ଥପର ହୋଇ ଉପକାରୀର ଉପକାର ଅସ୍ୱୀକାର କରନ୍ତି, ସେମାନେ କୃତଘ୍ନତା ମହାପାତକରେ 1000 ଦେବବର୍ଷ ପର୍ଯ୍ୟନ୍ତ ସର୍ପକୁଣ୍ଡରେ ରହି ସର୍ପାଘାତ ସହି ସର୍ପଙ୍କର ବିଷ ମଳ ମୂତ୍ର ଭକ୍ଷଣ କରନ୍ତି। ତାପରେ 7 ଜନ୍ମ ମଣ୍ଡୁକ ବା ବେଙ୍ଗ ଜନ୍ମ ନିଅନ୍ତି। ମଣ୍ଡୁକ ପରେ 6 ଥର ବୃକ୍ଷ ଜନ୍ମ ପାଇ ଷଡ଼ ଋତୁମାନଙ୍କର ତାପ ସହ୍ୟ କରନ୍ତି। ତାପରେ ଦରିଦ୍ର କୂଳରେ 7 ଥର ଜନ୍ମ ନେଇ ଅନେକ ଦୁଃଖ ଭୋଗ ପରେ ଶୁଦ୍ଧି ଲାଭ କରନ୍ତି। ଆସ୍ତିକ ହୋଇ ଗୁରୁପତ୍ନୀ ଗୁରୁକନ୍ୟା ପ୍ରତି ଯେ ଆସକ୍ତ ହୁଏ, ହରଣ କରେ, ଅତ୍ୟନ୍ତ କାମପ୍ରବଣ ହୋଇ ଅନ୍ୟର ନାରୀ କନ୍ୟା ଭଗ୍ନୀ ପୁତ୍ରବଧୂ ଭାତୃପତ୍ନୀ ସର୍ବୋପରି ନିଜର ପତ୍ନୀ ବ୍ୟତୀତ
ଅନ୍ୟ ଯେକୌଣସି ନାରୀ ହରଣ କରେ, ନାରୀ ନିଜ ଇଚ୍ଛାରେ ନିଜ ପତି ବ୍ୟତୀତ ଅନ୍ୟ ପୁରୁଷ ସହ ଆସକ୍ତ ହୋଇ ଦେହଦାନ କରେ, ତାହାକୁ ଜୀବିତା ମୃତ ପାପୀ କୃତଘ୍ନ ବୋଲି କୁହାଯାଏ। ସେ ଦେବ ବ୍ରାହ୍ମଣ ପୂଜ୍ୟ ପିତୃ ପିତାମହଙ୍କୁ ପ୍ରଣାମ କରିବାର ଅଧିକାର ହରାଇଥାଏ। ତାହାର ହସ୍ତରୁ କେହି ଜଳ ସ୍ପର୍ଶ କରନ୍ତି ନାହିଁ। ତାହାର ସ୍ପର୍ଶରେ ଅନ୍ନ ବିଷ୍ଠା ତୁଲ୍ୟ ଓ ଜଳମୂତ୍ର ତୁଲ୍ୟ ହୋଇଥାଏ। ତାହାକୁ ସ୍ପର୍ଶ କଲେ ପୁଣ୍ୟବନ୍ତ ଲୋକର ସମସ୍ତ ପୁଣ୍ୟ ନଷ୍ଟ ହୋଇଯାଏ, ସମସ୍ତ ବ୍ରତ ଧ୍ୱଂସ ହୁଏ। ତାକୁ ଛୁଇଁ ଦେଲେ ଯେଉଁ ପାପ ହୁଏ, ସେ ପାପ 7 ଦିନ 7 ରାତି ଉପବାସ କଲେ ଯାଇ କ୍ଷୟ ହୁଏ। ତାହାର ଭାର ବହନ କରିବାକୁ ଧରିତ୍ରୀ ମଧ୍ୟ ସମର୍ଥ ହୁଅନ୍ତି। ସେ ଲୋକର ପାଦ ଯେଉଁ ଦେଶରେ ପଡ଼େ, ସେ ଦେଶ ପାପ ଭାରରେ ଡୁବିଯାଏ। ତା ସହିତ ଯିଏ ଆଳାପ କରେ, ଶୟନ କରେ, ତାକୁ ମଧ୍ୟ ପାପ ଗ୍ରାସ କରେ। ଏହି ପର୍ଯ୍ୟାୟର ପାପୀ 100 ବ୍ରହ୍ମବର୍ଷ ପର୍ଯ୍ୟନ୍ତ କୁମ୍ଭୀପାକରେ ପଡ଼େ, ଚକ୍ରାକାରରେ ଅସହାୟ ହୋଇ ଘୁରି ବୁଲେ। ଯମଦୂତମାନେ ପ୍ରତି ମୁହୂର୍ତ୍ତରେ ବିଭିନ୍ନ ଉପାୟରେ ନିର୍ଯାତନା ଦିଅନ୍ତି। ପ୍ରାକୃତିକ ବଳୟରେ ସେ ନାଶ କଲେ ମଧ୍ୟ ନିସ୍ତାର ପାଏ ନାହିଁ। ପ୍ରଳୟାନ୍ତେ ନୂତନ ସୃଷ୍ଟିରେ ସେ 60,000 ବର୍ଷ ପର୍ଯ୍ୟନ୍ତ କୁଳଟା ନାରୀ ଯୋନିରେ କୃମିକୀଟ ହୋଇ ଜନ୍ମ ନେଇ ଭାର୍ଯ୍ୟାହୀନ ନଂପୁସକ କୁଷ୍ଠ ରୋଗୀ ହୁଏ। ତାହାରି ଜାତିର ଲୋକମାନେ ମଧ୍ୟ ତାକୁ ଘୃଣା କରି ଛୁଅନ୍ତି ନାହିଁ। ଏହାପରେ ତୀର୍ଥସ୍ଥାନରେ କାକ ଜନ୍ମ ହୋଇ 7 ଜନ୍ମ ଅତିବାହିତ କରିବା ପରେ ପୁନରାୟ ଦରିଦ୍ର ଘରେ 7 ଜନ୍ମ ନିଏ। ଦରିଦ୍ର ଜନ୍ମ ପରେ ବ୍ରାହ୍ମଣ ଘରେ ଜନ୍ମ ନେଇ ଅନ୍ଧ ନଂପୁସକ ଓ କୁଷ୍ଠ ରୋଗୀ ହୁଏ। ଏହିପରି 7 ଜନ୍ମ ପରେ ତାର ପାପ କ୍ଷୟ ହୋଇ ସେ ଶୁଦ୍ଧ ଓ ପବିତ୍ର ହୁଏ। ଧନରେ ଶୁଣିଲୁ ତ ପାପ କର୍ମର ଭୟାବହ ପରିଣାମ। ଏସବୁ ଜାଣିବା ପରେ ଭୟଭୀତ ହୋଇଯାଉଛୁ କି? ଆଲୋଚିତ କୁକର୍ମ ମାନଙ୍କ ମଧ୍ୟରେ ଜ୍ଞାତ ସାରରେ ବା ଅଜ୍ଞାତ ସାରରେ କୌଣସି କର୍ମର ଶିକାର ହୋଇଯାଇଛୁ କି? ଯଦି ହୋଇଥାଉ ତେବେ ଚିନ୍ତା କରନା। ଶିଷ୍ୟର ସମସ୍ତ କୁକର୍ମର ଫଳ ଅପହରଣ କରାଇ ତାକୁ ନିର୍ମଳ କରାଇବାକୁ କେବଳ ଶ୍ରୀ ଗୁରୁ ହିଁ ସମର୍ଥ। ପ୍ରତ୍ୟେକ କର୍ମରୁ ମୁକ୍ତ ହେବା ପାଇଁ ପ୍ରତିକାର ରହିଛି। ତେଣୁ ତୁ ଯଦି ସେପରି କୌଣସି ଅପକର୍ମ କରି ପକାଇଛୁ, ତେବେ ଭୟ ସଂକୋଚ ଦୂର କରି ଗୋପନରେ ମୋ ନିକଟରେ ମନ ଖୋଲି ପ୍ରକାଶ କରିଦେ ଏବଂ ସେହି କର୍ମର ପୁନରାବୃତ୍ତି ନ କରିବା ପାଇଁ ଦୃଢ଼ ମନା ହୋଇ ସଂକଳ୍ପ କର। ମୁଁ ପୁରସ୍ଚରଣ ମାଧ୍ୟମରେ ତୋର ସମସ୍ତ ଦୁଷ୍କର୍ମର ଫଳ ଅପହରଣ କରାଇ ତୋତେ ଶୁଦ୍ଧ ନିର୍ମଳ କରାଇଦେବି। ଆଉ ଯଦି ଲଜ୍ଜା ବା ଭୟ ମନରେ ରଖି ସେ ସମସ୍ତ କୁକର୍ମକୁ ଗୋପନ ରଖୁ, ତେବେ କାଳଚକ୍ରର ଧାରରେ ପଡ଼ି ତୋର କୃତକର୍ମର ଫଳ ତୁ ହିଁ ଭୋଗ କରିବୁ। ତେଣୁରେ ମୋର ନୟନ ପିତୁଳା, ଏବେ ମଧ୍ୟ ଯଥେଷ୍ଟ ସମୟ ଅଛି। ନିଜକୁ ପରିଷ୍କାର କରିନେ ଆଗାମୀ ସନ୍ଧି ସମୟ ପାଇଁ ପ୍ରସ୍ତୁତ ହୋଇଯା। ଅନ୍ୟକୁ ନିଜର ଆଦର୍ଶ ଆଚରଣ ମାଧ୍ୟମରେ ଦିଗ୍ଦର୍ଶନ ଦେଇ ଧରିତ୍ରୀର ଦୁଃଖ ମୋଚନ କରି ସୃଷ୍ଟି ରକ୍ଷା କାର୍ଯ୍ୟରେ ନିଜକୁ ନିୟୋଜିତ କର। ନିଜର କର୍ତ୍ତବ୍ୟ ଶେଷ କରି ଫେରିଆ ମୋର ସେହି ଶାଶ୍ୱତ କୂଳକୁ। ତୋର ବିଜୟ ବାହୁଡ଼ା ପାଇଁ କଲ୍ୟାଣ ଦେଇ ଏଥରକ ଏତିକିରୁ ରହୁଛି। ତୋର ଚିର ମଙ୍ଗଳାକାଂକ୍ଷୀ ପିତା। ଜୟ ଶ୍ରୀ 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 ଗୁରୁ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଜୟ ଶ୍ରୀ 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 ଗୁରୁ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଜୟ ଶ୍ରୀ 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 ଗୁରୁ ସ୍ୱାମୀ ନୟନ ପଥଗାମୀ ଭବ ତୁମେ। ଗୁରୁସ୍ୱାମୀ ଗୁରୁସ୍ୱାମୀ ଗୁରୁସ୍ୱାମୀ।